ପିଲାମାନେ ଆଜି ଜାଣିବା ଗଣିତ କୁହୁକ ଚତୁର୍ଥ ଶ୍ରେଣୀର ପ୍ରଥମ ବିଷୟଟି ଯେଉଁ ଅଛି ରେଖାଖଣ୍ଡର ଦୈର୍ଘ୍ୟ ମାପିବା ସେଇ ବିଷୟରେ ଜାଣିବା। ତେଣୁ ଏଇ ଯେଉଁ ରେଖାଖଣ୍ଡ ତୁମେ ଦେଖିଛ ଯେତେବେଳେ ତୁମେ ଅକ୍ଷର ଲେଖୁଛ ଅ ଆ ଏ ବି ସି ଡି ସବୁ ଲେଖୁଛ ଇଂରାଜୀ ଅକ୍ଷର ଓଡ଼ିଆ ଅକ୍ଷର ତା ଦେହରେ ବିଭିନ୍ନ ଗାର ପକାଉଥିବ ଯେଉଁ ଗାର ସବୁ ପଡ଼ୁଛି ସେଗୁଡ଼ାକ ହେଉଛି ରେଖା। ତେଣୁ ଏଇ ଦେଖନ୍ତୁ ଅଭ୍ୟାସ କାର୍ଯ୍ୟରେ ତଳେ ଦିଆଯାଇଥିବା ଇଂରାଜୀ ଅକ୍ଷର କେତୋଟି ଲେଖାଏଁ ରେଖାଖଣ୍ଡ ଅଛି ଖାଲି ସ୍ଥାନରେ ଲେଖ। ଏନ୍ ଦେଇଛି ଏନ୍ 1 2 3ଟି ଅଛି, ଡବ୍ଲ୍ୟୁର 1 2 3 4 ସେଭଳି ଏମ୍ର 4ଟି, ଜେଡ୍ରେ 3ଟି, ଇରେ 4ଟି। ତେଣୁ ପାଖ ଚିତ୍ରରେ କେତୋଟି ରେଖାଖଣ୍ଡ ଅଛି ଦେଖିବା। ଏଠାରେ 1 2 3 4 5 6 7 8ଟି ରେଖାଖଣ୍ଡ ଅଛି। ତାର ନାମକରଣ କେମିତି କରିବା ନା ଏଇଟା ତ ଥ ଥ କ ତାପରେ ଥ ଦ ଦ ଧ ଦ ତ ତାପରେ ହେଉଛି ଦ ଦନ୍ତନ ପ ଦ ପ ଏମିତି ସବୁ ଲେଖିବା। ଏମିତି ଦେଖିବ ସ୍କେଲର ତୁମର ଯେଉଁ ଜ୍ୟାମିତି ବକ୍ସର ଯେଉଁ ସ୍କେଲ ଅଛି ତା ଦୈର୍ଘ୍ୟ ହେଉଛି 15 ସେମି, ବେଶୀ ଜୋର 15 ସେମି କରିପାରିବା।